Dear students and viewers, welcome to new English classes by Akenshare. Dear students, ଆଜି ଆମ ଓଡ଼ିଆ ମିଡ଼ିୟମ୍ ହାଇସ୍କୁଲର ନବମ ଶ୍ରେଣୀର ଗୋଟିଏ ପ୍ରୋଜ୍ ପଢ଼ିବାକୁ ଯାଉଛେ ଦ ପ୍ରାଇସଲେସ୍ ଗିଫ୍ଟ. ନେମ୍ ଅଫ୍ ଦ ପ୍ରୋଜ୍ ଦ ପ୍ରାଇସଲେସ୍ ଗିଫ୍ଟ. ମହାନ ଉପହାର ବା ଦାନ. ମହାନ ମୂଲ୍ୟହୀନ ଅମୂଲ୍ୟ ବୋଲି ଯାହା କହୁଛେ ଆମେ ମହାନ. ପ୍ରାଇସଲେସ୍ ଗିଫ୍ଟ ଅମୂଲ୍ୟ ଉପହାର ବା ଦାନ. ଓଡ଼ିଆ ମିଡ଼ିୟମ୍ ହାଇସ୍କୁଲର ନବମ ଶ୍ରେଣୀର ଇଂଲିଶ ପ୍ରୋଜ୍ ମୁଁ ଫାଷ୍ଟ ପାର୍ଟଟି ବା ୟୁନିଟ୍ 1ଟି କଭର୍ କରିବାକୁ ଯାଉଛି. ପ୍ରତ୍ୟେକ ଲାଇନ୍କୁ ଅତି ସହଜ ସରଳ ଓଡ଼ିଆରେ ମୁଁ ଏକ୍ସପ୍ଲେନ୍ କରିଛି. ମୋର ବିଶ୍ୱାସ ସମସ୍ତ ପିଲା ଯିଏ ବି ଭିଡ଼ିଓଟି ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବ ଅତି ସହଜରେ ବୁଝିପାରିବ. କୌଣସି ଲାଇନ୍ ଅଜଣା ରହିବ ନାହିଁ, କୌଣସି ୱାର୍ଡ଼ ବି ଅଜଣା ରହିବନି. ସବୁ ଡିଫିକଲ୍ଟ ୱାର୍ଡ଼ ଫ୍ରେଜ୍କୁ ମୁଁ ଅତି ସହଜରେ ଅତି ସରଳ ଭାଷାରେ ବୁଝେଇଛି. ଭଲ ଓଡ଼ିଆରେ ବି ଏକ୍ସପ୍ଲେନ୍ କରିଛି. ମୋର ବିଶ୍ୱାସ କାହା ପାଇଁ କିଛି ବି ଅସୁବିଧା ହେବ ନାହିଁ. ଅତି ସହଜରେ ତୁମମାନେ ନିଶ୍ଚିତ ବୁଝିପାରିବ. ଆମେ ନର୍ମାଲି ତ ଗିଫ୍ଟ ଯେଉଁ ପାଇଥାଉ ବାର୍ଥଡେ ଫାର୍ଥଡେ ପାଇଥାଉ, ଏଠି ଏକ୍ଜାକ୍ଟଲି ଏମିତି କିଛି କଥା କୁହାଯାଇଛି ଯାହା କୁହାଯାଉଛି ପ୍ରାଇସଲେସ୍ ଗିଫ୍ଟ, ଅମୂଲ୍ୟ ଦାନ ବା ଉପହାର କଥା କୁହାଯାଇଛି. ଏମିତି କିଛି ଗୋଟେ କାହାଣୀ ବିଷୟରେ ମେନସନ୍ କରାଯାଇଛି ବା ଆପ୍ରୋଚ୍ଟି ଏଭଳି କିଛି ଲେଖାଯାଇଛି. କିଛି ଏମିତି ଗୋଟିଏ ଅମୂଲ୍ୟ ଉପହାର କଥା ଆଲୋଚନା କରାଯାଉଛି. ଏଠି ଆମର ଦେଖିବା ଏକ୍ଜାକ୍ଟଲି କ'ଣ ରହିଛି, ଏଇ ପ୍ରାଇସଲେସ୍ ଗିଫ୍ଟରେ ଏକ୍ଜାକ୍ଟଲି କ'ଣ ରହିଛି ଆମେ ବୁଝିବା ପାଇଁ ଚେଷ୍ଟା କରିବା, ଜାଣିପାରିବା ଯେ କ'ଣ କାହାଣୀ ତ ଆମେ ଭଲ ଭାବରେ ଜାଣିପାରୁନା. ଆମେ ନର୍ମାଲି ବାର୍ଥଡେ ହଉ ବା କୌଣସି ସ୍ପେଶାଲ୍ ଅକେଜନ୍ ଗୁଡ଼ାକରେ, ୱେଡ଼ିଂ ଗୁଡ଼ାକରେ, ସ୍ପେଶାଲ୍ ଅକେଜନ୍ ମାନଙ୍କରେ ଆମେ ଗିଫ୍ଟ ବା ପ୍ରାଇଜ୍ ପାଇଥାଉ. ଏଠି କିନ୍ତୁ ସ୍ପେଶାଲି ଏମିତି କିଛି କୁହାଯାଇଛି ଯେମିତି ପ୍ରାଇସଲେସ୍ ଗିଫ୍ଟ ବୋଲି କୁହାଯାଉଛି. ଯେ ଅମୂଲ୍ୟ ଉପହାର ବା ପ୍ରକାର କଥାଟି କୁହାଯାଇଛି. କ'ଣ ସେଇଟା ଆମେ ବହିଟିକି ପଢ଼ିଲେ ହିଁ ଆମେ ଭଲ ଭାବରେ ଜାଣିପାରିବା. ଆମେ ବର୍ତ୍ତମାନ ଟେଷ୍ଟ କଭର୍ କରିବା. 1ଟାକୁ ଯାଉଛେ, ୟୁନିଟ୍ 1 ହଉ ବା ଆମେ ପାର୍ଟ 1 କରିକି ବାଥରୁମ ସେଟିଂ କରିବା. ସୋ ଏଇଟା ପ୍ରଥମ ପାର୍ଟକୁ ଆମେ କଭର୍ କରୁଛେ. ଦେଖିବା ଯେ କ'ଣ ଏକ୍ଜାକ୍ଟଲି ବହିରେ ଲେଖାଯାଇଛି, କ'ଣ ସେ କାହାଣୀ, କ'ଣ ସେ ପ୍ରାଇସଲେସ୍ ଗିଫ୍ଟ ଆମେ ଠିକ୍ରେ ପଢ଼ିଲେ ହିଁ ଭଲ ଭାବରେ ଜାଣିପାରିବା. ଏଇ ଲେଖାଟିର ରାଇଟର୍ଙ୍କ ବିଷୟ ଟିକେ ପ୍ରଥମେ ଜାଣିନେବା. ଏ ବିଷୟ ଜାଣିଲା ପୂର୍ବରୁ ଟିକେ ରାଇଟର୍ଙ୍କୁ ଭଲ ଭାବରେ ଜାଣିନେବା, ତାପରେ ଆମେ ବହିଟି ପଢ଼ିଲେ ଭାବୁଛୁ ଭଲ ଲାଗିବ. ଓକେ, ଆମେ ରାଇଟର୍ ବିଷୟରେ କିଛି କଭର୍ କରୁଛେ. ଯେହେତୁ ଆମେ ଜାଣିବାକୁ ଚେଷ୍ଟା କରିବା ଯେ କ'ଣ ଏକ୍ଜାକ୍ଟଲି ଟେଷ୍ଟ ରହିଯାଇଛି, ଦେଖିବା ଟେଷ୍ଟ କ'ଣ ରଖାଯାଇଛି. ଓକେ, ରାଇଟର୍ଙ୍କ କ୍ୱାଲିଟି ଦେଖିଦେଲେ ଏତେ ସୁନ୍ଦର ଲେଖା ସେ ମେନସନ୍ କରୁଛନ୍ତି. ଦେଖିବା ଏକ୍ଜାକ୍ଟଲି କ'ଣ ରହିଛି ଟେକ୍ସଟଟା. ଆଇ ୱେଣ୍ଟ ଟୁ ଏ ଭେଜିଟେରିଆନ୍ ରେଷ୍ଟୁରାଣ୍ଟ. ଆଇ ୱେଣ୍ଟ ଟୁ ଏ ଭେଜିଟେରିଆନ୍, ଆଇ ଦ ରାଇଟର୍ରେ କହିପାରିବା ଏଇଠି ଭେଜିଟେରିଆନ୍ ରେଷ୍ଟୁରାଣ୍ଟ. ରେଷ୍ଟୁରାଣ୍ଟ ବୋଲେ ଆମେ ହୋଟେଲ ଜାଣିପାରୁଛେ. ଭେଜିଟେରିଆନ୍ ମାନେ ଯେଉଁଠି ସାଧା ଖାଇବା ହେଇଥାଏ, ପ୍ରାୟ ଆଇଁଷ ଜାତୀୟ କୌଣସି ରୋଷେଇ ହେଉନଥିବ. ଭେଜିଟେରିଆନ୍, ଆମେ ନନ୍ଭେଜ୍ କହିଲେ ଆଇଁଷ କଥା କହିପାରେ, କିନ୍ତୁ ଭେଜିଟେରିଆନ୍ କଥା କୁହାଯାଇଛି. ତ ହୋଟେଲଟି ସମ୍ପୂର୍ଣ୍ଣ ଭାବରେ ନିରାମିଷ ହୋଟେଲ ଥିଲା. ଇଟ୍ ୱାଜ୍ ଲଞ୍ଚ ଟାଇମ୍, ସମୟ ବି ଲଞ୍ଚ ସମୟ ଥିଲା. ଦେର୍ ଆର୍ ପିପଲ୍ ଇଟିଂ ଆଣ୍ଡ ଡ୍ରିଙ୍କିଂ. ଦେର୍ ଆର୍ ପିପଲ୍ ଇଟିଂ ଆଣ୍ଡ ଡ୍ରିଙ୍କିଂ. ବହୁତ ଲୋକ ଥିଲେ ଯେଉଁମାନେ କି ସେଠି ଖାଉଥିଲେ, ପିଆ ବି କରୁଥିଲେ. ଦ ରେଷ୍ଟୁରାଣ୍ଟ ୱାଜ୍ ଭେରି କ୍ରାଉଡେଡ୍. ରାଇଟର୍ କହିବା ଯେ ରେଷ୍ଟୁରାଣ୍ଟଟି ବହୁତ କ୍ରାଉଡେଡ୍ ଥିଲା, ଗହଳି ଥିଲା, ଜନଗହଳିପୂର୍ଣ୍ଣ ଥିଲା. କ୍ରାଉଡେଡ୍ କହିଲେ ଅତି ଗହଳି ରହିବା. ହୋଟେଲ ଗୁଡ଼ାକରେ ଲଞ୍ଚ ସମୟରେ ବହୁତ ଲୋକ ଭିଡ଼ ଆମେ କହିପାରିବା କ୍ରାଉଡେଡ୍ ଥିଲା. I saw that some of the chairs, I the writer saw that some of the chairs and tables had been pushed into a corner. Chairs and tables had been pushed into a corner. ଗୋଟେ ହୋଟେଲ କୌଣସି କଣକୁ କିଛି ଚେୟାର ଟେବୁଲକୁ ପେଲି ଦିଆଯାଇଥିଲା ବା ଠେଲି ଦିଆଯାଇଥିଲା. ସେ ଦେଖିଲେ ଯେ ହୋଟେଲ ଗୋଟେ କଣକୁ କିଛି ଚେୟାର ଟେବୁଲ ଫେଲି ଦିଆଯାଇଥିଲା. I chose the corner table. ମୁଁ ଏକ୍ଜାକ୍ଟଲି ସେଇ କର୍ଣ୍ଣର ଟେବୁଲକୁ ପସନ୍ଦ କଲି. ସିଟେଡ୍ ମାଇସେଲ୍ଫ, ନିଜେ ମାନେ ବସିଗଲି ସେଠି. started skimming through the newspaper. started ଆରମ୍ଭ କରିଦେଇଥିଲି skimming through the newspaper. ନ୍ୟୁଜପେପର ଭିତରେ ଆଖି ଲଗେଇ ଦେଇଥିଲି, ବା ଅର୍ଥାତ୍ ସ୍କିମିଂ ସେନ୍ସରେ କହିବା ଯଦି ପଢ଼ିବା ଅର୍ଥ ବୁଝେଇ ପାରିବା. ତନତନ କରି ସ୍କିମିଂ ପଢ଼ିବା ବା ଦେଖିବା ବା ତନତନ କରିକି ପ୍ରତ୍ୟେକ ପେଜରୁ ଭଲ ଭାବରେ ଖୋଲିକି ପଢ଼ିବା ପାଇଁ ଚେଷ୍ଟା କରିବା. ସେ ସେଠି ହୋଟେଲର କଣରେ ବସିକିରି ପେପରଟିକୁ ପଢ଼ିବାକୁ ଆରମ୍ଭ କଲେ. At that moment, I noticed a very young girl looking at me. At that moment, ସେହି ମୁହୂର୍ତ୍ତରେ ମୁଁ ଲକ୍ଷ୍ୟ କଲି a very young girl looking at me. ମୋ ଆଡ଼କୁ ଗୋଟେ ଝିଅଟି, ୟଙ୍ଗ ଗାର୍ଲଟି ଚାହିଁକି ରହିଛି. Her eyes were large and they had a sad expression.
ଝିଅଟିର ଆଖି ଟିକେ ବଡ଼ ଦେଖାଯାଉଥିଲା। ଆଇଜ୍ ୱେର୍ ଲାର୍ଜ, ସତେ ଯେମିତି ସେ ମୋତେ ହରିଫାଇଡ୍ ହେଇକି ଚାହିଁଲା ଭଳି ଲାଗୁଥିଲା। ହର୍ ଆଇଜ୍ ୱେର୍ ଲାର୍ଜ ଆଣ୍ଡ ଦେ ହାଡ୍ ଏ ସାଡ୍ ଏକ୍ସପ୍ରେସନ୍। ଦେ ମିନ୍ସ ଆଇଜ୍ ଗୁଡ଼ାକ ହାଡ୍ ସାଡ୍ ଏକ୍ସପ୍ରେସନ୍। ଆଉ ଆଖିକି ଦେଖିଲେ ଜଣାପଡ଼ୁଥିଲା ସତେ ଯେମିତି ଝିଅଟି କିଛି ଗୋଟେ ମନ ଦୁଃଖରେ ଅଛି। ଝିଅଟି ମୋତେ ହିଁ ଚାହିଁ ରହିଥିଲା, ଆଖି ଟିକେ ଲାର୍ଜ ରହିଥିଲା। ଆଉ ତା ଆଖି ଗୁଡ଼ାକୁ ଦେଖିଲେ ଜଣାପଡ଼ୁଥିଲା ଯେମିତି ସେମାନେ ଯେମିତି ମୋତେ ହିଁ ବା ମୋତେ ଚାହିଁକି ସେ ରହିଥିଲା। ଆଉ ଏକ୍ଜାକ୍ଟ ତା ଆଖିରୁ ଜଣାପଡ଼ୁଥିଲା ସେ କୌଣସି ଦୁଃଖରେ ଥିଲା ଭଳି ଜଣାପଡ଼ୁଥିଲା। As she was going out, she asked the cashier in a low voice. ଯେତେବେଳେ ସେ ଯାଉଥିଲା ଝିଅଟି, as she was going, ଯେତେବେଳେ ସେ ହୋଟେଲରୁ ବାହାରକୁ ଯାଉଥିଲା ସେ କ୍ୟାସିୟରକୁ ପଚାରିଥିଲା। କ୍ୟାସିୟର ବୋଲେ କ'ଣ କରିବା, ଯେଉଁମାନେ ହୋଟେଲରେ ପ୍ରାୟତଃ ଟଙ୍କା ରଖିଥାନ୍ତି ଖାଇସାରିଲା ପରେ ଯାହାକୁ ମୁଁ ବିଲ୍ ପେମେଣ୍ଟ କରିଥାଉ ତାକୁ ଆମେ କ୍ୟାସିୟର କହିପାରିବା। ସେ କ୍ୟାସିୟରକୁ ପଚାରିଥିଲା ଇନ୍ ଏ ଲୋ ଭଏସ୍, ସ୍ଲୋ ଭଏସ୍ରେ କିଛି ପଚାରୁଥିଲା। ଇଜ୍ ଦ୍ୟାଟ୍ ଜେଣ୍ଟଲମ୍ୟାନ୍ ଆନ୍ ଇଣ୍ଡିଆନ୍? ସେଇ ଲୋକଟି ସେ ବୋଧେ ମୋତେ ଦେଖେଇକି ଇଜ୍ ଦ୍ୟାଟ୍ ଜେଣ୍ଟଲମ୍ୟାନ୍ ଆନ୍ ଇଣ୍ଡିଆନ୍, ସେଇ ଲୋକଟି ଜଣେ ଭାରତୀୟ କି? ଝିଅଟି ଯେତେବେଳେ ହୋଟେଲରୁ ବାହାରକୁ ଯାଉଥିଲା ସେ କ୍ୟାସିୟରକୁ ବୋଧେ ପଚାରିଥିଲା, ମୋତେ ଦେଖେଇକିରି ବା ମୋ ଆଡ଼କୁ ଇଙ୍ଗିତ କରିକି ପଚାରିଥିଲା ଯେ ମୁଁ ଜଣେ ଭାରତୀୟ କି? ଆଇ ଥିଙ୍କ ସୋ, ଦ କ୍ୟାସିୟର ରିପ୍ଲାଏଡ୍। ଆଇ ଦ କ୍ୟାସିୟର ରିପ୍ଲାଏଡ୍, ହଁ ବୋଧେ ମୁଁ ବି ସେୟା ଭାବୁଛି, ବୋଧେ ସେ ଲୋକ ଜଣକ ଇଣ୍ଡିଆନ୍। The girl looked at me once more and went out. The girl looked at me. ଝିଅଟି ମୋତେ ଚାହିଁଲା ଆଉ ଥରେ and went out, ଏବଂ ବାହାରକୁ ଚାଲିଗଲା। କ୍ୟାସିୟର ଜଣ ଯେତେବେଳେ କହିଲା ଯେ ହଁ ମୁଁ ବି ଭାବୁଛି ବୋଧେ ସେ ଜଣେ ଇଣ୍ଡିଆନ୍ ହେଇଥିବ ବୋଲି, ଝିଅଟି ଏତିକି ଶୁଣିଲା ପରେ ପରେ ପୁଣି ଥରେ ମୋତେ ଟିକେ ଚାହିଁ ଦେଇ looked at me and went away, ତାପରେ ବାହାରକୁ ଚାଲିଗଲା। It surprised me. ଏଇଟା ମୋତେ ଆଶ୍ଚର୍ଯ୍ୟ ବି କରିଦେଇଥିଲା। ଗୋଟେ ଅଜଣା ସହରରେ ଅଜଣା ଜାଗାରେ ଝିଅଟି ମୋତେ କାହିଁକି ଚାହିଁଥିଲା? ହ୍ୱାଇ, ହ୍ୱାଟ୍ ଆର୍ ଦ ମ୍ୟାଟର, କ'ଣ ଘଟଣା ଥିଲା? ହର୍ ଇଣ୍ଟରେଷ୍ଟ ଇନ୍ ମି, ତାର ଯେଉଁ ଆଗ୍ରହ ମୋ ପ୍ରତି ଥିଲା, ହର୍ ଇଣ୍ଟରେଷ୍ଟ, ଝିଅଟିର ଇଣ୍ଟରେଷ୍ଟ ଇନ୍ ମି ଆରାଉଜ୍ଡ ମାଇ କ୍ୟୁରିଓସିଟି ଇନ୍ ହର୍, ତା ପ୍ରତି ମୋର କୌତୂହଳ ମଧ୍ୟ ବଢ଼ିଯାଇଥିଲା। ଆରମ୍ଭ ହେଇଥିଲା, ଆରାଜ ମାନେ ସୃଷ୍ଟି ହେବା, ବଢ଼ିଯାଇଥିଲା। ମାଇ କ୍ୟୁରିଓସିଟି ଆଗ୍ରହ ବା କୌତୂହଳ ଭାବ, ଇନ୍ ହର୍, ଝିଅଟିର ମୋ ପ୍ରତି ଆଗ୍ରହ ଭାବ ଦେଖି ତା ପ୍ରତି ମଧ୍ୟ ମୋର ଗୋଟେ କୌତୂହଳ ଭାବ ଜାତ ହେଇଯାଇଥିଲା। When I had finished my lunch, ଯେତେବେଳେ ମୁଁ ମୋ ଲଞ୍ଚଟି ଫିନିଶ୍ କରିସାରିଥିଲି, I asked the waiter, ମୁଁ ୱେଟରକୁ ପଚାରିଥିଲି, do you know the girl who was sitting there? ତୁମେ ଜାଣିଛ କି? ରାଇଟର ସେଇ ୱେଟରକୁ ପଚାରୁଥିଲେ, ତୁମେ ଜାଣିଛ କି? do you know the girl who was sitting out there? ସେଠି ଯେଉଁ ଝିଅଟି ବସିଥିଲା ତୁମେ ତାକୁ ଜାଣିଛ କି? ରାଇଟର ଯେତେବେଳେ ଖାଇସାରିଲା ପରେ ୱେଟରକୁ ପଚାରିଥିଲେ ଯେ ସେଠି ଯେଉଁ ଝିଅଟି ବସିଥିଲା ତୁମେ ତାକୁ ଜାଣିଛ କି? No sir, I noticed she has lunch here. ନାଇଁ ସାର୍ ମୁଁ ତାଙ୍କୁ ଭଲ ଭାବେ ଜାଣିନି। ଆଇ ମିନ୍ସ ଦ ୱେଟର, ମୁଁ ତାଙ୍କୁ ଭଲ ଭାବେ ଜାଣିନି। ଅନ୍ ସଟରଡେଜ୍, ସେ କେବଳ ସଟରଡେଜ୍ ଦିନ ଅର୍ଥାତ୍ ଶନିବାର ଦିନ ହିଁ ଖାଇବାକୁ ଏଠିକି ଆସନ୍ତି। ସି କମ୍ସ ଅନ୍ ପେ ଡେ ଓନ୍ଲି, ସି କମ୍ସ ଅନ୍ ପେ ଡେ ଓନ୍ଲି। ପିଲେ ପେ ଡେ କହିବା ଅର୍ଥ ଯେଉଁଦିନ, ପ୍ରାୟତଃ ପେ ଡେ କହିଲେ ଆମେ ଏତିକି ବୁଝିବା ଯେଉଁଦିନ ମାନଙ୍କରେ ଦରମା ମିଳିଥାଏ। ବୋଧହୁଏ ଝିଅଟି କିଛି ଗୋଟେ କାମ କରୁଥିଲା, ତାକୁ ଶନିବାର ଦିନ ହିଁ ଦରମା ମିଳିଥାଏ ବା ତା ପେମେଣ୍ଟ ମିଳିଥାଏ। ସେଇଥିପାଇଁ ସେଇ ଶନିବାର ଦିନ ହିଁ ସେଇ ହୋଟେଲକୁ ଆସିଥିଲା ଖାଇବା ପାଇଁ। ସେ ପ୍ରତ୍ୟେକ ଶନିବାର ହିଁ ଆସନ୍ତି। ପିଲେ ମନ୍ଥଲି ପେମେଣ୍ଟ ତ ଏବେ ଦିଆଯାଉଛି, କିନ୍ତୁ ଅନେକ ଜାଗାରେ ଦେଖାଯାଉଛି ଏବେ ବି ୱିକଲି ପେମେଣ୍ଟ କରାଯାଏ। ଶନିବାର ଦିନ ହିଁ ପେମେଣ୍ଟ କରିଦିଆଯାଇଥାଏ। 6 ଦିନ କାମ ହେଇଥାଏ, 7 ଦିନ କାମ ହେଇଥାଏ, ଶନିବାର ଦିନ ପେମେଣ୍ଟ କରାଯାଏ, ରବିବାର ଛୁଟି, ପୁଣି ସୋମବାରଠୁ କାମ କରାଯାଏ, ପୁଣି ଶନିବାର ଦିନ ସନ୍ଧ୍ୟା ବେଳକୁ ସମସ୍ତଙ୍କୁ ପେମେଣ୍ଟ କରାଯାଏ। ଝିଅଟି କେବଳ ପେ ଡେ, ଯେଉଁ କୁହାଯାଇଛି ପେ ଡେ ବୋଲି କୁହାଯାଇଛି, ଏକ୍ଜାକ୍ଟଲି ଝିଅଟି ବୋଧେ ଶନିବାର ଦିନ ପେମେଣ୍ଟ ପାଉଥିଲା ଆଉ ସେଇଦିନ ହିଁ ଖାଇବାକୁ ଆସୁଥିଲା। Perhaps she does not earn much, ଏଠୁ ଜଣାପଡ଼ୁଥିଲା ସି ଦ ଲିଟଲ୍ ଗାର୍ଲ ଡଜ୍ ନଟ୍ ଆର୍ନ ମୋଚ୍, ବୋଧେ ଝିଅଟି ଅଧିକ ଇନକମ୍ କରୁନଥିଲା, ଯେଉଁଥିପାଇଁ କି ଅନ୍ୟ ଦିନମାନଙ୍କରେ ସେ ଆସିପାରୁନଥିଲା। କେବଳ ଶନିବାର ଦିନ ଯେଉଁ ପେ ଡେ ଥିଲା ସେଇଦିନ ସେ ଖାଇବାକୁ ଆସୁଥିଲେ। I was moved by what he said. I was moved. ମୁଁ ଦ ରାଇଟର, I was moved by what he said. He means, ଏଠି ହି କାହାକୁ କହିବା ଆମେ ନା ୱେଟରକୁ କହିବା। ୱେଟର ଯାହା କହିଲା ମୁଁ ଟିକେ ବିଚଳିତ ହେଲି। I was moved, ମୁଁ ଟିକେ ସତେ ଯେମିତି ତା ପ୍ରତି ମନୋଭାବ ଟିକେ ବଦଳିଗଲା। I was moved. The curiosity I felt about the girl persisted. The curiosity, ଯେଉଁ କୌତୁହଳ ମୋ ଭିତରେ ସୃଷ୍ଟି ହେଇଥିଲା, I felt about the girl, ଏ ଝିଅଟିକୁ ନେଇ ମୋ ମଧ୍ୟରେ ଯେଉଁ କୌତୁହଳ ସୃଷ୍ଟି ହେଇଥିଲା, persisted, ଏଇଟା ସେମିତି ଜାରି ରହିଲା, କମିଲା ନାହିଁ। ଆଗରୁ ଯେମିତି ରହିଥିଲା ବରଂ ତାଠୁ ଆଉ ଟିକେ ଅଧିକ ରହିଲା, persisted କଲା, ଲାଗି ରହିଲା, କମିଲା ନାହିଁ। Why had she inquired about me?
why had she inquired about me? କ'ଣ ପାଇଁ ଯେ ସେଇ ଛୋଟ ଝିଅଟି ମୋ ବିଷୟରେ ଇନକ୍ୱାରି କରୁଥିଲା? ହୁ ୱାଜ୍ ଦ ମିଷ୍ଟ୍ରିୟସ୍ ଚାଇଲ୍ଡ? କିଏ ସେ ମିଷ୍ଟ୍ରିୟସ୍, ଅଜଣା, ଅଶୁଣା, ବିସ୍ମୟ ବୋଲି କହିପାରିବା ପିଲାଟି କିଏ? I kept thinking of her poverty stricken. I kept thinking, ମୁଁ ଭାବିବାକୁ ଆରମ୍ଭ କରିଥିଲି ରାଇଟର। I kept thinking of her poverty stricken. ତାର ଦାରିଦ୍ରତା, poverty stricken, ଦାରିଦ୍ର ଅବସ୍ଥା, ଦାରିଦ୍ର ଦୁରାବସ୍ଥା ମୁଁ ଭାବିବାକୁ ଆରମ୍ଭ କରିଦେଇଥିଲି। sad anxious figure, ତା ଦାରିଦ୍ରତା ପାଇଁ ସେ ଯେଉଁ ଟିକେ ୱିକ୍ ଦେଖାଯାଉଥିଲା, ତା ଆଖିରେ ଯେଉଁ ସ୍ୟାଡ୍ ଭାବ ରହିଥିଲା, ମୁଁ ତାକୁ ଟିକେ ଭାବୁଥିଲି, ମନେ 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 ପକାଇ ଦେଉଥିଲି, ତାର ଏଇ ଦାରିଦ୍ର ଅବସ୍ଥା କଥାରେ ମନେ ପକାଇ ଦେଉଥିଲି। Could I help her in any way? ମୁଁ କ'ଣ ତାକୁ କୌଣସି ଉପାୟରେ ସାହାଯ୍ୟ କରିପାରିବି କି? Could I help her at any way in this situation? ରାଇଟର ମନେ ମନେ ଭାବୁଥିଲେ କଥା ଗୁଡ଼ିକ। The week passed. ସେଇ ସପ୍ତାହଟି ଅତିକ୍ରମ କରିଗଲା। ସଟରଡେ କେମ୍ ଏଗେନ୍। ପୁଣି ଆଉ ଗୋଟେ ସଟରଡେ ଆସି ପହଞ୍ଚି ଯାଇଥିଲା, କାରଣ ଝିଅଟି କେବଳ ପେ ଡେ ଅର୍ଥାତ୍ ସେଇ ସଟର ଦିନ ଆସୁଥିଲା। ସେଇ ସମୟ ପୁଣି ଅତିକ୍ରମ କରିଯାଇଛି, ଗୋଟେ ୱିକ୍ ଅତିକ୍ରମ କରିଯାଇଛି, ଝିଅଟି ପୁଣି ଆସିକି ପହଞ୍ଚି ଯାଇଛି। I went to the same restaurant. ମୁଁ ସେଇ ସେମ୍ ରେଷ୍ଟୁରାଣ୍ଟକୁ, ସେଇ ସେମ୍ ହୋଟେଲକୁ ଯେଉଁଠି ସେ ଝିଅଟିକି ଦେଖିଥିଲି, ମୁଁ ସେଠିକି ଆଉ ଥରେ ଗଲି। As I entered, I saw her sitting at the same table as before. ଯେତେବେଳେ ମୁଁ ଏଣ୍ଟର କଲି, I saw her sitting, ମୁଁ ତାଙ୍କୁ ବସିଥିବାର ଦେଖିଲି। Her means the little girl. I saw her sitting at the same table as before. ପୂର୍ବ ଭଳି ସେ ସେଇ ଟେବୁଲରେ ହିଁ ବସିକି ଖାଉଥିଲା। She was eating something. I went up to her and took the chair opposite her. ମୁଁ ସିଧା ତା ପାଖକୁ ପଳେଇଗଲି, ଆଉ ତା ଅପୋଜିଟ୍ରେ ଗୋଟେ ଚେୟାର ରଖିକି ବସି ପଡ଼ିଲି। ଚେୟାର ଅପୋଜିଟ୍ ଟୁ ହର୍। ସେ ଯେଉଁ ଟେବୁଲରେ ବସିଥିଲା, ଝିଅ ଯେଉଁ ଟେବୁଲରେ ବସି ଖାଉଥିଲା, ସେ ଏକ୍ଜାକ୍ଟଲି ସେଠି ଯାଇକି ସେଇ ଚେୟାରରେ ବା ସେଇ ଟେବୁଲରେ ତା ଅପୋଜିଟ୍କୁ ବା ତା ସାମ୍ନାକୁ କହିପାରିବା, ତା ଆଗକୁ ଚେୟାରଟି ଭିଡ଼ିକି ବସି ପଡ଼ିଲେ। I wished her a good afternoon and then by making one brief remark. I wished her a good afternoon. ମୁଁ ତାଙ୍କୁ ଗୁଡ୍ ଆଫ୍ଟରନୁନ୍ ୱିଶ୍ କଲି। ଶୁଭ ଦିବାରାତ୍ରି କହୁଛେ ଆମେ, ନର୍ମାଲି ଯେଉଁ 12ଟା ପର ସମୟଟାକୁ କୁହାଯାଏ, 12ଟା ପର ସମୟଟା ଆମେ ଗୁଡ୍ ଆଫ୍ଟରନୁନ୍ କହିଥାଉ। ମୁଁ ତାକୁ ୱିଶ୍ କଲି ଆଣ୍ଡ ଦେନ୍ ବାଇ ମେକିଂ ୱାନ୍ ବ୍ରିଫ୍ ରିମାର୍କ। ତାପରେ ମୁଁ ଟିକେ ତାକୁ ବ୍ରିଫ୍ ରିମାର୍କ କଲି, କିଛି କହିଲି। ଆଫ୍ଟର ଆନାଦର, କ'ଣ କହିଲି? ଆଇ ୱାଜ୍ ଏବୁଲ୍ ଟୁ ଷ୍ଟାର୍ଟ ଏ କନଭରସେସନ୍। ଆଇ ୱାଜ୍ ଏବୁଲ୍, ମୁଁ ସକ୍ଷମ ହେଇଥିଲି, ଟୁ ଷ୍ଟାର୍ଟ, ଆରମ୍ଭ କରିବାକୁ, ଏ କନଭରସେସନ୍। କନଭରସେସନ୍ ମାନେ କ'ଣ? କଥାବାର୍ତ୍ତା। ବ୍ରିଫ୍ ରିମାର୍କ ପରେ, କି ଅଳ୍ପ ଟିକେ କଥାବାର୍ତ୍ତା ପରେ ପରେ ମୁଁ ତାଙ୍କ ସହିତ କଥାବାର୍ତ୍ତା ହେବାକୁ, କନଭରସେସନ୍ ମାନେ କଥାବାର୍ତ୍ତା, କନଭରସେସନ୍ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ସକ୍ଷମ ହୋଇଥିଲି। At last she asked, ଶେଷରେ କିଛି ସମୟ କଥାବାର୍ତ୍ତା ପରେ ପରେ, she the little girl, she asked, are you an Indian? ସେ ମୋତେ ପଚାରିଥିଲା, are you an Indian? ଆପଣ ଜଣେ ଭାରତୀୟ କି? My brother is in India. ମୋ ଭାଇ ରହୁଛନ୍ତି ଭାରତରେ। My brother means ସେ ଝିଅଟିର ଭାଇ। My brother is in India. He is a soldier. ସେ ଜଣେ ସୈନିକ, ସେ ଭାରତରେ ରହୁଛନ୍ତି। We have not heard a letter from him for a long time. We have not heard a letter from him for a long time. ବହୁତ ଦିନ ହେଲା ମୋ ଭାଇଙ୍କ ପାଖରୁ ଆମେ ଚିଠି ଖଣ୍ଡେ ପାଇନାହୁଁ। My mother is very worried. ମା ବି ବହୁତ ବ୍ୟସ୍ତ ହୋଇପଡ଼ୁଛନ୍ତି। ମା କାହା ମା କଥା କୁହାଯାଇଛି? ସେ ଝିଅଟେ ମା କଥା କୁହାଯାଇଛି। very worried. She is afraid something has happened to him. ମା ବି ଭୟଭୀତ ହୋଇପଡ଼ୁଛନ୍ତି, କିଛି ଗୋଟେ ଘଟିଯାଇଛି କି? ମା ବହୁତ ବ୍ୟସ୍ତ ହୋଇପଡ଼ୁଛନ୍ତି ଯେ କିଛି ଗୋଟେ ଘଟିଯାଇଛି କି? I learned that her only guardian was her mother. I, the writer, I learned that, ମୁଁ ଜାଣିବାକୁ ପାଇଲି ଯେ her only guardian was her mother. ଏ ଝିଅଟିର ଆଉ କେହି ନାହାନ୍ତି। ଭାଇ ଇଣ୍ଡିଆରେ କୌଣସି ସୋଲଜର ବୋଲି କୁହାଯାଉଛି ରହିଛନ୍ତି, ଆଉ ଏବେ ସେ ଝିଅଟିକୁ ଗାଇଡ଼ କରିବା ପାଇଁ, ଝିଅଟିକୁ ଜଗିବା ପାଇଁ ଜଣେ ଗାର୍ଡ଼ିଆନ ହିସାବରେ ତା ମା ହିଁ ରହିଛନ୍ତି। She lived with her old widowed mother. ସେ ବାସ କରୁଥିଲା, ଝିଅଟି, she means ଝିଅଟି, lived with her, ରହୁଥିଲା କାହା ସହିତ? widowed mother, ବିଧବା ମା ସହିତ, ମିସେସ୍ ବେଟି, ମିସେସ୍ ବେଟିଙ୍କ ସହିତ। ସେ ତାଙ୍କ ବିଧବା, ଅର୍ଥାତ୍ ମିସେସ୍ ବେଟି ହେଉଛନ୍ତି କିଏ? ସେ ଝିଅଟିର ବିଧବା ମା। ଝିଅଟି ସେ ତା ବିଧବା ମା ସହିତ ଏକା ହିଁ ରହୁଛି। ଭାଇ ରହୁଛି ଇଣ୍ଡିଆର ଜଣେ ସୋଲଜର, ବୋଧେ ଆପଏଣ୍ଟମେଣ୍ଟ, କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ଦିନ ହେଲା ସେ ଭାଇ ପାଖରୁ ଖଣ୍ଡେ ଚିଠି ପାଇପାରିନାହାନ୍ତି। ବୋଧହୁଏ ସେଇ ବିଷୟରେ କିଛି ଇନକ୍ୱାରି କରିବା ପାଇଁ, ଜାଣିବା ପାଇଁ ସେଇ ରାଇଟରଙ୍କ ପଛରେ ପଡ଼ିଛନ୍ତି। ଯେହେତୁ ସେ ଜାଣିଛନ୍ତି ଜଣେ ଇଣ୍ଡିଆନ ରାଇଟର, ବୋଧହୁଏ ସେଥିପାଇଁ ସେ ତାଙ୍କ ପଛରେ ପଡ଼ିଛନ୍ତି, ତାଙ୍କର କିଛି କଥା ଜାଣିବା ପାଇଁ। I understood how she felt. ବୁଝିପାରୁଥିଲେ ସେ କେମିତି ଅନୁଭବ କରୁଥିଲେ। I think she wanted me to see her mother.
आई थिंक ମୁଁ ଭାବୁଛି ସି ୱାଣ୍ଟେଡ୍ ମି ସେ ଚାହୁଁଥିଲେ ମୋତେ ଟୁ ସି ହର୍ ମଦର ତାଙ୍କ ମାଆଙ୍କୁ ଯେମିତି ମୁଁ ଦେଖା କରେ ବଟ୍ ସି ଡିଡ୍ ନଟ୍ ହାଭ୍ ଦ କରେଜ୍ ଟୁ ଆସ୍କ ମି ବଟ୍ ସି ଡିଡ୍ ନଟ୍ ହାଭ୍ ଦ କରେଜ୍ ତାଙ୍କର ସେଇ ସାହସ ନଥିଲା ସତ୍ସାହସ ନଥିଲା କରେଜ୍ ଟୁ ଆସ୍କ ମି ଟୁ ଆକମ୍ପାନୀ ହର୍ ହୋମ୍ ନାଇଁ ସେ ଝିଅଟି ମୋତେ ଚାହୁଁଥିଲା ଯେ ମୁଁ କେମିତି ତା ମାଆଙ୍କୁ ଦେଖା କରେ କିନ୍ତୁ ମୋତେ ସେଠି କହିବା ପାଇଁ ସାହସ ତାଙ୍କ ପାଖରେ ନଥିଲା ଯେ ସେ ମୁଁ ତାଙ୍କ ସେ ତାଙ୍କ ମାଆଙ୍କ ପାଖକୁ ଯାଏ ତାଙ୍କ ଘରକୁ ଯାଏ ଉ ଫିନିଶ୍ଡ ଆୱାର ଲଞ୍ଚ ଆଣ୍ଡ ଗଟ୍ ଅପ୍ ଟୁଗେଦର ଆମେ ଆମର ଲଞ୍ଚ ଖାଇଲୁ ସାଙ୍ଗ ହେଇକି ଉଠି ପଡ଼ିଲୁ ଆଜ୍ ୟୁ ୱାକ୍ଡ ଆଇ ଆସ୍କଡ୍ ହର୍ ଯେତେବେଳେ ଆମେ ଚାଲିକି ଯାଉଥିଲୁ ତାଙ୍କୁ ପଚାରିଥିଲି ମେ ଆଇ ନୋ ୟୋର୍ ନେମ୍ ଆମେ ଯେତେବେଳେ ଚାଲିକି ଖାଇସାରିଲା ପରେ ହୋଟେଲ ବାହାରକୁ ଆସିଲୁ ଚାଲିକି ଯାଉଥିଲୁ ମୁଁ ତାଙ୍କୁ ପଚାରିଥିଲି ତୁମ ନାଁ କ'ଣ ସେ ଉତ୍ତର ଦେଇଥିଲା ମାଇ ନେମ୍ ଇଜ୍ ମ୍ୟାଜି वी chatted pleasantly ଆମେ କିଛି ସମୟ ଭଲରେ କଥାବାର୍ତ୍ତା କଲୁ ପ୍ଲେଜେଣ୍ଟଲି ଆନନ୍ଦରେ ଖୁସିରେ ଚାଟ୍ କଥାବାର୍ତ୍ତା କରିବା ଆଣ୍ଡ ସୁନ୍ ରିଚ୍ ଏ ବସ୍ ଷ୍ଟାଣ୍ଡ ଏବଂ ଖୁବ୍ ଶୀଘ୍ର ଯାଇ ଗୋଟେ ବସ୍ ଷ୍ଟାଣ୍ଡରେ ପହଞ୍ଚି ଯାଇଥିଲୁ ଦିସ୍ ଗେଭ୍ ମି ଦ ଅପରଚ୍ୟୁନିଟି ଅଫ୍ ଆସ୍କିଂ ହର୍ ହ୍ୱେର୍ ସି ୱାର୍କଡ୍ ଦିସ୍ ଗେଭ୍ ମି ଦ ଅପରଚ୍ୟୁନିଟି ଏଇ ଦିଟା କ'ଣ କହିଲା ପରେ ଚାଲିକି ଯିବା ସମୟରେ ସେ ଯେତେବେଳେ ବସ୍ ଷ୍ଟାଣ୍ଡ ପାଖରେ ପର୍ଯ୍ୟନ୍ତ ଚାଲି ଚାଲି ଯାଉଥିଲେ ସେଇ ମୌକାରେ ସେ ପଚାରି ଦେଇଥିଲେ ଦିସ୍ ଗେଭ୍ ମି ଦ ଅପରଚ୍ୟୁନିଟି ଅଫ୍ ଆସ୍କିଂ ହର୍ ତାଙ୍କୁ ପଚାରିବାର ଗୋଟେ ମୋତେ ଗୋଟେ ସୁଯୋଗ ମିଳିଯାଇଥିଲା ହ୍ୱେର୍ ସି ୱାର୍କଡ୍ ସେ କେଉଁଠି କାମ କରୁଥିଲେ ଏ କଥା ପଚାରିବା ପାଇଁ ମୋତେ ଗୋଟେ ସୁଯୋଗ ମିଳିଯାଇଥିଲା ଅପରଚ୍ୟୁନିଟି ସୁଯୋଗ ଡୁ ୟୁ ୟୁଜୁଆଲି ଗୋ ଦିସ୍ ୱେ ଆଇ ଆସ୍କଡ୍ ମୁଁ ପଚାରି ଦେଇଥିଲି ରାଇଟର କହୁଛନ୍ତି ମୁଁ ପଚାରି ଦେଇଥିଲି ଡୁ ୟୁ ୟୁଜୁଆଲି ଗୋ ଦିସ୍ ୱେ ତୁମେ ସବୁବେଳେ ଏ ରାସ୍ତାରେ ଯାଉଛ କି नो सी आंसर्ड ना झे टोलता ना एबाटे नुहे आई यूजुअली टेक द विलेज ब्रिज मु सब से विलेज ब्रिज ऊपर जाऊँगी इट इज बिंग रिपेयर एट द मोमेंट कि एबे से ब्रिज टी रिपेयर होची तेणु मु बस रे घर को जाऊँगी सुन वी अप्रोच देयर नेबरहुड खूब शीघ्र आम जाकि घर पाखे अप्रोच आगमन कलु पहुँची गलु देयर नेबरहुड घर पाखापाखि घर पाखे ही पहुँची जाइलु पड़ीसा कहीपर नेबरहुड घर कथा पड़ीसा कथा निज एरिया कथा कहीपर वी हाड रिच ए नारो डोर शेष में आम गोटे छोटिया कबाड़ थी घर पाखे पहुँची जाइलु मैजिक टुक ए थिन लैच की मैजिक कौन कला गोटे छोट थिन लैच पतला कीटे जहाँकि कबाटर घर बाहर कबाटे जो तालाटी पका जाए से चाबी कहुई तीन लिच की अफर पकेट से पकेट छोटिया सरू चाबीटे खोली ओपन द डोर एवं कबाटी खोली She entered and said, "Please come in." से भीतर गला मते भीतर को डाकिला टुगेदर वी descended the stairs to kitchen टुगेदर सांग टुगेदर क्या कह निज राइटर एवं झीटी वी descended ओल्लैलु descended the stairs to the kitchen आम ओल्लै पड़िलु जो जाइए कुआड़ को ना किचन आड़ को जाऊला किचन डोर को जाता से पर्यटन ओल्ल चलीगला डेस्कन ओल्ल पड़े मदर सेड मैगी फ्रॉम द डोर वे कबाड़ फ्रॉम द डोर वे कबाड़ पाखर मैगी कहूला माँ एन इंडियन जेंटलमैन हाज कम मैंने भारतीय युवक आम घर को इंडियन जेंटलमैन हाज कम आसी टू सी यू तो देखा करने भारतीय युवक तुम देखा करने वेयर इज ही द ओल्ड मैन आस्क्ड ईगरली The old man asked eagerly व्यस्त विव्रत कि पचारि देले where is he कहीं केउटी सीए with a smile I stepped into the kitchen behind Maggie टिके हसी हसी with a smile I stepped मु आगमन करथिल आगु को जाइथिली in the kitchen behind Maggie पछे पछे मु टिके खुशी रे स्माइल सहित किछि स्टेप किचन रूम पछी जाइथिली she introduced us से हमको इंट्रोड्यूस कर दला How do we do? How do we do? I said and held out my hand. मु पचारि देली आपण केमिति अछंती I said and held out my hand. एवं मो हाथ को बढ़ाई देइथिली held out my hand. Excuse me. किंतु तिलवडी कहितला excuse me. My hands are covered with flour. मो हाथ रे अटा लागि जाइछि कवर्ड विथ फ्लोर झीटी जो मुझे हाथ बढ़ाई बहुत हैंडसेक मारे हाथ बढ़ाई देते तेल कौन कौच एक्सक्यूज मी प्लीज क्षमा करेंगे माय हैंड्स आर कवर्ड विथ कवर्ड लगी जाइए कवर हो विथ फ्लोर अटा लगी जाइए आई एम मेकिंग केक्स मु केक तैयारी करुच्ची सो मो हाथ में अटा लगी सो मो हैंडसेक मारी पारि ना पीपल विल कम टू बाय देम दिस इवनिंग लोक मैंने आज संध्यारे ए केक गुड़िक किणवाक आसबे दिस इज द वे वी मेक आवर लिविंग यही उपाय वी मेक आवर लिविंग आम आमर बंचाटा को ही चल नौचु मेक आवर लिविंग
ବଞ୍ଚିବାର ଯେଉଁଟା ଇନକମ୍ କରିକି ବା ଇନକମ୍ ସୋର୍ସରେ ବଞ୍ଚିବା କଥା, ଏଇଟା ତାଙ୍କର ହେଉଛି ଇନକମ୍ ସୋର୍ସ। ସେ କିଛି ପାଉଁରୁଟି ବା କେକ୍ ତିଆରି କରୁଛନ୍ତି, ତାକୁ ବିକ୍ରି କରିକି ସେମାନେ ଚଳି ଯାଉଛନ୍ତି, ମେକ୍ ଆର୍ ଲିଭିଂ। ଲଟ୍ସ ଅଫ୍ ଟ୍ରବୁଲ୍ସ, ଆଉ ସେଥିପାଇଁ ତାଙ୍କୁ ଅନେକ ଟ୍ରବୁଲ୍ର ଶିକାର ହେବାକୁ ପଡ଼ୁଛି, ଅନେକ ଅସୁବିଧାର ଶିକାର ହେବାକୁ ତାଙ୍କୁ ପଡ଼ୁଛି। Saturday night is a time of festivity in poor neighborhoods. Saturday night is a time of festivity. Yes, এই ଶନିବାର ଦିନ ରାତିଟି ଏଭଳି ଏକ ଦିନ ଯେଉଁଠି ଟିକେ ସତେ ଯେମିତି ଫେଷ୍ଟିଭାଲ୍ ଭଳି ହୁଏ, ସବୁ କିଛି ହେଇଥାଏ, ବିଭିନ୍ନ ପ୍ରକାର ଆୟୋଜନ କରାଯାଇଥାଏ, ଖିଆପିଆ ହେଉ, ବିଭିନ୍ନ ପ୍ରକାର କିଣାକିଣି ଜିନିଷ ହେଉ। ଯେହେତୁ ଶନିବାର ଦିନ ହେଉଛି ପେ ଡେ, ସେଥିପାଇଁ ଇନ୍ ଆର୍ ପୋର୍ ନେବରହୁଡ୍ ସେଇ ଜାଗାରେ ତାଙ୍କର ଶନିବାର ଦିନଟି ଚଳଚଞ୍ଚଳ ଥାଏ। ଫେଷ୍ଟିଭିଟି ଅର୍ଥାତ୍ ଯେମିତିକି ସବୁ ଯାତ୍ରା ଯାନିଯାତ୍ରା ଗୁଡ଼ାକ କରାଯାଇଥାଏ, ଭୋଜି ଭାତ ହେଉ, କିଣା ବିକା ହେଉ, ଖାଇବା ଜିନିଷ ହେଉ, ସବୁକିଛିର ଗୋଟେ ଫେଷ୍ଟିଭାଲ୍ ଯେମିତି କରାଯାଇଥାଏ ସେଦିନ ରାତିରେ। ଅଲ୍ କାଇଣ୍ଡସ୍ ଅଫ୍ ଥିଙ୍ଗସ୍ ଆର୍ ସୋଲ୍ଡ ଅନ୍ ଦିସ୍ ନାଇଟ୍। ପ୍ରତ୍ୟେକ ପ୍ରକାର ଜିନିଷ ଏଠି ଆମର ରାତିରେ ବିକ୍ରି କରାଯାଇଥାଏ। ଦ ଷ୍ଟ୍ରିଟ୍ ଆର୍ ମୋର୍ କ୍ରାଉଡେଡ୍ ଦାନ୍ ଏନି ଅଦର ଡେଜ୍। ଏ ଷ୍ଟ୍ରିଟ୍ ଗୁଡ଼ିକ ଏ ଶନିବାର ଦିନ ରାତିରେ ମୋର୍ କ୍ରାଉଡେଡ୍, ଗହଳି ହୋଇ ପଡ଼ିଥାନ୍ତି, ଦାନ୍ ଏନି ଅନ୍ୟ ଦିନମାନଙ୍କ ଅପେକ୍ଷା ଏ ଶନିବାର ଦିନଟି ଏ ଷ୍ଟ୍ରିଟ୍ ଗୁଡ଼ିକ ଅଧିକ ଗହଳି ହୋଇ ପଡ଼ିଥାଏ। ଦିସ୍ ଇଜ୍ ଦ ଡେ ହ୍ୱେନ୍ ଦେ ଆର୍ ଏବୁଲ୍ ଟୁ ସ୍ପେଣ୍ଡ ଏ ଲିଟିଲ୍। ଦିସ୍ ଇଜ୍ ଦ ଡେ, ଏଇଟା ହେଉଛି ସେଇ ଦିନ ହ୍ୱେନ୍ ଦେ ଆର୍ ଏବୁଲ୍ ଟୁ ସ୍ପେଣ୍ଡ ଏ ଲିଟିଲ୍ ଫ୍ରମ୍ ଦେୟାର ୱିକଲି ୱେଜେସ୍। ଏଇ ଦିନଟିରେ ସ୍ପେଶାଲି ଦେ ଆର୍ ଏବୁଲ୍ ଟୁ ସ୍ପେଣ୍ଡ, ସେମାନେ ସ୍ପେଣ୍ଡ କରିବାକୁ ସକ୍ଷମ ହେଇଥାନ୍ତି ଏ ଲିଟିଲ୍ ଫ୍ରମ୍ ଦେୟାର ୱିକଲି ୱେଜେସ୍। ଯେଉଁ ସାପ୍ତାହିକ ଇନକମ୍ ହେଇଥାଏ, ୱିକଲି ୱେଜେସ୍ ସାପ୍ତାହିକ ଇନକମ୍ ବା ସାପ୍ତାହିକ ରୋଜଗାର, ଯେଉଁ ସାପ୍ତାହିକ ରୋଜଗାର ସେ କରିଥାନ୍ତି ଏହି ଦିନଟିରେ ବା ଏଇ ଶନିବାର ରାତିରେ ସେମାନେ ସେଠୁ କିଛି ଏଇଥିପାଇଁ ଖର୍ଚ୍ଚ କରିଥାନ୍ତି। ଷ୍ଟୁଡେଣ୍ଟସ୍, ଆମେ ପ୍ରାଇସଲେସ୍ ଗିଫ୍ଟର ପାର୍ଟ 1ଟାକୁ କଭର୍ କରିଦେଇଛେ। ମୋର ବିଶ୍ୱାସ ଇଚ୍ ଲାଇନ୍କୁ ଅତି ସରଳ ସହଜ ଭାଷାରେ ବୁଝିବା ପାଇଁ ଚେଷ୍ଟା କରିଛି। କାହାର କିଛି ବି ଡାଉଟ୍ ରହିନଥିବ। ତଥାପି ଯେଉଁମାନେ ଭିଡ଼ିଓଟି ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖୁଛ, ପାର୍ଟ 1ଟିକୁ ନିଶ୍ଚିତ ଭାବରେ ବା ୟୁନିଟ୍ 1 ଦେଖୁଛନ୍ତି, କୌଣସି ପ୍ରକାର ଡାଉଟ୍ ରହିବ ନାହିଁ। ତଥାପି ଯଦି ଡାଉଟ୍ ରହୁଛି କମେଣ୍ଟ ବକ୍ସ ମାଧ୍ୟମରେ ତୁମେ ଡାଉଟ୍ ପଚାରିପାରିବ, ତାର ଉତ୍ତର ମୁଁ ନିହାତି ଦେବାକୁ ଚେଷ୍ଟା କରିବି। ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ, ଯେଉଁମାନେ ଏବେ ସୁଦ୍ଧା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍ ଆଜ୍ ସୁନ୍ ଆଜ୍ ପସିବଲ୍। ବେଲ୍ ଆଇକନ୍କୁ ମଧ୍ୟ ନିହାତି କ୍ଲିକ୍ କରନ୍ତୁ, ଯେମିତିକି ମୁଁ ପଢ଼ୁଥିବା ସବୁ ଇମ୍ପୋର୍ଟାଣ୍ଟ ଭିଡ଼ିଓ ତୁମ ପାଖରେ ପହଞ୍ଚି ପାରିବ। ଥ୍ୟାଙ୍କ ୟୁ ଡିୟର୍ ଷ୍ଟୁଡେଣ୍ଟସ୍।